କଳ୍କି ଆସିଛନ୍ତି, କଳ୍କି ଆସୁଛନ୍ତି, ଇଏ ଗୋଟେ ଅଲଗା ଅର୍ଥ। ଗୋଟେ ନିର୍ଦ୍ଦିଷ୍ଟ ଶକ୍ତିକୁ ଅପେକ୍ଷା କରାଯାଉଛି ଯେ କଳ୍କି ରୂପରେ ସେ ଆସିବେ। ମୁଁ କଳ୍କି କହୁଛି, ଗୋଟିଏ ବହି, ଛୋଟ ବହିଟିଏ ଲେଖିଛି, ତାକୁ ଯୋଗେନ୍ଦ୍ର ବାବୁ ଇଂରାଜୀ କରିଛନ୍ତି, ଅତି ଶୀଘ୍ର ଛପା ହେବ। ଆପଣମାନେ ଓଡ଼ିଆରେ ନେଇ ପଢ଼ନ୍ତୁ, ପରେ ଇଂରାଜୀରେ ତାକୁ ପଢ଼ିବେ। କଳ୍କି କହିଲେ ଯାହାକୁ ମା ଅରବିନ୍ଦ କହିଲେ ଅତି ମାନସ ଶକ୍ତି, ଯାହାକୁ ସାଧୁସନ୍ଥ ମାନେ କହୁଛନ୍ତି ଅବତାର ଶକ୍ତି, ଏବଂ ସେଇ କଥାକୁ ଶିଖ ପନ୍ଥ ବା କବିର ପନ୍ଥ ବ୍ୟକ୍ତିମାନେ କହୁଛନ୍ତି ଗୁରୁ ମହିମା। ଗୁରୁ ହଉଛନ୍ତି କଳ୍କି। ସବୁବେଳେ କଳ୍କି ଅଛନ୍ତି। ଆସିଛନ୍ତି କ'ଣ, ଆସୁଛନ୍ତି କ'ଣ? ମୋ ଭିତରେ ଯୋଉ ଜ୍ଞାନ, ସେ ହଉଛନ୍ତି କଳ୍କି। ମୁଁ ଜନ୍ମ ହେଲି, ସେ ହଉଛନ୍ତି କଳ୍କି। ଜନ୍ମ କେମିତି ହେଲି? ଆମେ କହିବା ବାପା ମାଙ୍କ ଭିତରୁ ଆମେ ଜନ୍ମ ହେଲୁ, ସେଟା ଗୋଟେ ବାହ୍ୟ କଥା। ଅନେକ ବାପା ମା ଅଛନ୍ତି ତାଙ୍କର ପୁଅ ଝିଅ ହଉନି। ତେଣୁ କଳ୍କି କହିଲେ ମୂଳ ତତ୍ଵ ହଉଛି ଯୋଉ ଶୁକ୍ରାଣୁ, ଡିମ୍ବାଣୁ, ଭୂତାଣୁ, ସେ ସବୁ ହଉଛି କଳ୍କି ତତ୍ଵର ଅଧିକାର। କଳ୍କି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, କୌଣସି ଏକ ଧର୍ମର, କୌଣସି ଏକ ମତର, କୌଣସି ଏକ ପନ୍ଥର ସେ ନୁହନ୍ତି। କଳ୍କି, ତାଙ୍କୁ ଆମେ କହିବା ଇଂରାଜୀରେ ଅଲମାଇଟ୍, ସେଇଟା ଅଲଗା କଥା। କିନ୍ତୁ କଳ୍କି ହଉଛନ୍ତି ଗୋଟେ ସ୍ୱତନ୍ତ୍ର ସର୍ବଶକ୍ତିବାନ। ମୁଁ ପାଠ ପଢ଼ିଲି, ମୋ ଭିତରେ ଯୋଉ ଜ୍ଞାନଟା ରହିଲା ସେଟା ହଉଛି କଳ୍କି। ଯିଏ ପଢ଼େଇଲେ, ଯେଉଁ ପ୍ରୋସେସରେ ପଢ଼େଇଲେ, ସେ ହଉଛନ୍ତି କଳ୍କି। ମୋର ମାତା ମତେ ସେବା କରେ, ମୋର ପ୍ରଥମ ସେବିକା ମୋର ମା। ସେ କଳ୍କି ରୂପରେ ସେବା କଲେ। ପିତାଙ୍କର ଅନୁଶାସନ, ଶିକ୍ଷକଙ୍କର ଶିକ୍ଷାଦାନ, ଡକ୍ଟର ମାନଙ୍କର ଟ୍ରିଟମେଣ୍ଟ ବା ଚିକିତ୍ସା, ଆଡଭାଇସ୍, ଗୁରୁଜନ ମାନଙ୍କର ଆଡଭାଇସ୍, ସୈନିକ ମାନଙ୍କର ସୁରକ୍ଷା ଦେବାର ଯୋଉ ଟ୍ରେନିଂ, ଇଏ ହଉଛନ୍ତି କଳ୍କି। ଆଜି ଯଦି ସୁରକ୍ଷା କବଚର ସୁରକ୍ଷା ବାହିନୀ ନ ରହିବେ, ପୋଲିସ ବାହିନୀ ନ ରହିବେ, ଜଣେ ଭଲ ଆଡମିନିଷ୍ଟ୍ରେଟର ଯଦି ନ ରହିବେ, ଆମକୁ କିଏ ରକ୍ଷା କରିବ? କୋଉ କଳ୍କି ରକ୍ଷା କରିବ? ତେଣୁ କଳ୍କି ହଉଛନ୍ତି, ଏ ଶବ୍ଦଟି ହଉଛି ଗୋଟିଏ ମନ୍ତ୍ର। ଅଜ୍ଞାନଂ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକାୟ ଚକ୍ଷୁର୍ମିଳିତଂ येन ତସ୍ମୈ ଶ୍ରୀ ଗୁରବେ ନମଃ। କଳ୍କି ଆସିବେ କଳା ଧଳା ଘୋଡ଼ା ଚଢ଼ି। ସେ ହଉଛି ଦିନ ରାତି। କଳ୍କି ଆସିନଥିଲେ ଯେତେବେଳେ ସୃଷ୍ଟି ପ୍ରଳୟ ଥିଲା, ଦିନ ନଥିଲା କି ରାତି ନଥିଲା। କଳ୍କି ଆସିଲେଣି କେବେଠାରୁ? ଯେବେ ଦିନ ହିଁ ହଉଛି, ରାତ୍ରି ହଉଛି। କଳ୍କି ଆସିଲେଣି କେବେଠାରୁ? ଯେତେବେଳେ 12 ହାତରେ ଖଣ୍ଡା ରହିଲେ,
ବାର ହାତିଆ ଖଣ୍ଡାରୁ ଯେତେବେଳେ ବାର ଶବ୍ଦ ହେଉଛି ହୃଦୟ, ହୃଦୟକୁ ଗୋଟେ ବାର ଦଳର ଚକ୍ର ବୋଲି କୁହାଯାଇଛି। କଳ୍କି ସେବେଠାରୁ ଆସିଲେଣି, ଯେତେବେଳେ ସେ ହୃଦୟରେ ହୃଦୟବାନ ବା ହୃଦୟେଶ୍ୱର ହିଁ ରହିଲେ, ସେତେବେଳେ କଳ୍କି ଆସିଗଲେ। ତାପରେ ଆତ୍ମରକ୍ଷା ପାଇଁ 12 ପ୍ରକାରର ବା ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ବାହାରିଲା, ଏବେ ବି ବାହାରୁଛି, ଆହୁରି ବାହାରିବ। ଏଗୁଡ଼ିକ ସବୁ ହେଉଛି କଳ୍କି ତତ୍ତ୍ୱର ଅଧିକାରୀ। କଳ୍କି ଗୋଟେ ପର୍ସନ, ମାନେ ଗୋଟିଏ ପର୍ସନ ନୁହେଁ, ଅନେକ ପର୍ସନ। ଆମେ କହିବା ଏଇ ଲୋକଟି କଳ୍କି, ସେ ହଁ ହେଇପାରେ କଳ୍କି, ସେ ବାପା ହେଇପାରେ, ଗୁରୁ ହେଇପାରେ, ସନ୍ଥ ହେଇପାରେ, ସେ କଳ୍କି ହେଇପାରେ। କିନ୍ତୁ କଳ୍କି କହିଲେ ଅଲ୍ ଆଣ୍ଡ କଳ୍କିଆନ୍, କଳ୍କି କହିଲେ ଅଲ୍ ମାଇଟ୍। ତେଣୁ ଆମେ ସେଇ କଳ୍କି ଅବତାରକୁ, ସେଇ କଳ୍କି ମହାଶକ୍ତିକୁ, ଅତିମାନସ ଶକ୍ତିକୁ ଆମେ ଆହ୍ୱାନ କରୁଛୁ। ସବୁବେଳେ ଯୋଗୀ ଋଷି ମୁନିମାନେ ବିଭିନ୍ନ ସ୍ଥାନରେ ତାଙ୍କୁ ହିଁ ଡାକୁଛନ୍ତି। କି ଇସଲାମ ଭାବରେ ଡାକୁଛି, ଖ୍ରୀଷ୍ଟିଆନ ଭାବରେ ଡାକୁଛି, ହିନ୍ଦୁ ଭାବରେ ଡାକୁଛି। ସବୁ ହେଉଛି କଳ୍କି। ଜୟ କଳ୍କି।